ଆରମ୍ଭ ହେଲା ରାସନ କାର୍ଡ ନୂତନ ପଞ୍ଜୀକରଣ ପ୍ରକ୍ରିୟା। ଏମିତି କରନ୍ତୁ ତୁରନ୍ତ ଆବେଦନ। ତ ଦେଖନ୍ତୁ, ଯଦି ଆପଣମାନେ ରାସନ କାର୍ଡ ଆବେଦନ କରିନାହାନ୍ତି ତାହେଲେ ଆପଣମାନେ ଖୁବ୍ ଶୀଘ୍ର ଆବେଦନ କରନ୍ତୁ, ଯାହାକି ଏବେ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଇଯାଇଛି। ଯେଉଁମାନେ ରାସନ କାର୍ଡ ବହୁତ ଦିନ ହେଲାଣି ଆପଣମାନେ ଆବେଦନ କରିବାକୁ ଚାହୁଁଛନ୍ତି କିନ୍ତୁ ଏବେ ବି କରିନାହାନ୍ତି, ଆଉ ରାସନ କାର୍ଡ ହେଇନାହିଁ, ତାହେଲେ ଆପଣମାନେ ଖୁବ୍ ଶୀଘ୍ର ଯାଆନ୍ତୁ ବ୍ଲକ ବା ପଞ୍ଚାୟତରେ ଆପଣମାନେ ବା ସିଏଚସି ସେଣ୍ଟର ଆପଣମାନେ ଖୁବ୍ ଶୀଘ୍ର ଆବେଦନ କରନ୍ତୁ। ତ ଦେଖନ୍ତୁ କ'ଣ ରହିଛି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ, ଯାହାକି ପଞ୍ଜୀକରଣ ପ୍ରକ୍ରିୟା କ'ଣ ରହିଛି ଦେଖନ୍ତୁ। ତ ଦେଖନ୍ତୁ, ସରକାର ଡିଲରଙ୍କ ମାଧ୍ୟମରେ ରାସନ କାର୍ଡ ଧାରୀଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯାଉଛି। ରାସନ କାର୍ଡ ଧାରୀମାନଙ୍କୁ ଚାଉଳ, ଗହମ, ଚିନି, କିରୋସିନ ତେଲ ଇତ୍ୟାଦି ଯୋଗାଇ ଦିଆଯାଏ। ବର୍ତ୍ତମାନ ଏଥିପାଇଁ ନୂତନ ପଞ୍ଜୀକରଣ ଆରମ୍ଭ ହେଉଛି। ରାସନ କାର୍ଡରେ ଆପଣଙ୍କର ନାମ କିପରି ଯୋଡ଼ିବେ ସେଥିପାଇଁ ସ୍ୱତନ୍ତ୍ର ନିୟମ ଅଛି। ରାଜ୍ୟ ବାସିନ୍ଦାଙ୍କୁ ସେମାନଙ୍କର ଆୟ ଅନୁଯାୟୀ 3 ପ୍ରକାରର ରାସନ କାର୍ଡ ଯୋଗାଇ ଦିଆଯାଉଛି। ଏହାର ଅର୍ଥ ହେଉଛି ବିପିଏଲ, ଏପିଏଲ ଏବଂ ଅନ୍ତୋଦୟ ରାସନ କାର୍ଡଧାରୀମାନେ ଏହି ଯୋଜନାର ଲାଭ ପାଇପାରୁଛନ୍ତି। ଆଜି ଆପଣମାନଙ୍କୁ କହିବୁ ଯେ ଆପଣମାନେ କିପରି ଏହି ତାଲିକାରେ ଆପଣଙ୍କ ନାଁ ଯୋଡ଼ିବେ ବା ଆବେଦନ କରିପାରିବେ। ତ କ'ଣ ରହିଛି ନିୟମ ଦେଖନ୍ତୁ। ଯଦି ଆପଣ ପୂର୍ବରୁ ଆବେଦନ କରିଛନ୍ତି ଏବଂ ଆପଣ ନାଁ ଏପର୍ଯ୍ୟନ୍ତ ରାସନ କାର୍ଡ ତାଲିକା ଯୋଡ଼ି ହୋଇନାହାନ୍ତି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ରାସନ କାର୍ଡରେ ନାମ ଯୋଡ଼ିବା ପାଇଁ ପଞ୍ଜୀକରଣ ପୁଣି ଆରମ୍ଭ ହେବାକୁ ଯାଉଛି। ଏପିଏଲ ରାସନ କାର୍ଡଧାରୀମାନଙ୍କୁ ପ୍ରତି ମାସରେ 15 କିଲୋଗ୍ରାମ ରାସନ ପ୍ରଦାନ କରାଯାଏ। ଏହି ରାସନ କାର୍ଡ କିଛି ଗରିବ ଶ୍ରେଣୀର ପରିବାରକୁ ଦିଆଯାଇଛି। ସେହିଭଳି ଗରିବ ଲୋକଙ୍କୁ ବିପିଏଲ କାର୍ଡ ଯୋଗାଇ ଦିଆଯାଇଛି। ଏଥିରେ 25 କିଲୋଗ୍ରାମର ରାସନ ଯୋଗାଇ ଦିଆଯାଉଛି। ଏହାର ପରେ ଅନ୍ତୋଦୟ ରାସନ କାର୍ଡରେ ମାସକୁ 35 କିଲୋଗ୍ରାମ ରାସନ ଯୋଗାଇ ଦିଆଯାଏ। ରାସନ କାର୍ଡ ତାଲିକାରେ ଆପଣଙ୍କର ନାଁ ପଞ୍ଜୀକରଣ କରିବାକୁ ଆପଣମାନେ ଡ୍ରାଇଭିଂ ଲାଇସେନ୍ସକୁ ବ୍ୟାଙ୍କ ଆକାଉଣ୍ଟ, ଭୋଟର ଆଇଡି ଇତ୍ୟାଦି ଗରିବ ପରିବାରକୁ ରାସନ କାର୍ଡ ମାଧ୍ୟମରେ ସ୍ୱଳ୍ପ ମୂଲ୍ୟରେ ରାସନ ଯୋଗାଇ ଦିଆଯାଉଛି। ଆପଣମାନେ କେଉଁ ରାଜ୍ୟରେ ବି ରହୁଥିଲେ ବି ତୁରନ୍ତ ଆପଣମାନେ ଆବେଦନ କରିପାରିବେ। ଏଥିପାଇଁ ଆପଣଙ୍କୁ ଅନଲାଇନରେ ଆବେଦନ କରିପାରିବେ ବା ନିକଟସ୍ଥ ସିଏଚସି ସେଣ୍ଟର କରିପାରିବେ ବା ବ୍ଲକରେ ଆପଣମାନେ ବା ପଞ୍ଚାୟତରେ ବି ଆପଣମାନେ କରିପାରିବେ। ଯୋଉଥିକି ଆପଣମାନେ ରାସନ କାର୍ଡ ଯଦି ଆପଣମାନେ ପାଇନାହାନ୍ତି ତାହେଲେ ଆପଣମାନେ ଖୁବ୍ ଶୀଘ୍ର ଆବେଦନ କରନ୍ତୁ, ତାହେଲେ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ଏଇଭଳିଆ ଆଜିର ଅପଡେଟ୍ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗୁଥିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଏଇଭଳିଆ ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଆପଣମାନେ ଖୁବ୍ ଶୀଘ୍ର